श्रोता बंधु एही परिप्रेक्षी शुणा आज गल्प बा गल्पटी को पढ़ी शुणाउछंती हिमांशु भूषण साहू। असुख असहात्यर बोझ गुड़िक जिते मनीष उपर लदी हो पड़े निद घुंची जाए केउ एक अपहंच जगह को चिंता माड़ी पड़े तापर दीर्घ निद्रता नहीं मनीष घूरी बुले निशा निशा हो जाए आखि आचरण और वातावरण। बाया से निशारे थिला ढिमा ढिमा आखि नहीं बुलुला दिन राति परिश्रम गुड़िक कातर लगुले साहू महाजन कि कामदारी दाता कथा गुड़िक से डाक्तर आश्वासना सदृश ढाउ ढाउ हो कान में बाजी चलुला। से निशारे थिला जो मनीष मुकुड़ी पारे नाही धसई होई रहे गुमुरी जाए। बाया निद ढल ढल हो उठिला गामुछाटी साप काटी छाड़िला भली सबुबले ता पेट की जंघ संधि रे जाकी होई थाए। माछी पले कि दी पल से उड़ुथिबे केबे काहू गोटे जदि ता नाकपुड़ा कि गुंडिखिया पाटी आग खेदी जाए बाया धड़पड़ होई उठे सबुतक तौलिया उड़े पुणी शोई पड़े। किंतु एबे सତରେ से निशारे थिला हांडिया कि महुली निशारे उठी अंटा खोसारू पुराणा जरी गोटे बाहर करी कଳରେ गुंडी जाकिला उपरକୁ ଅନେଇ କିଛି ଗୁଣଗୁଣାଇଲା। ତା ଗୁଣଗୁଣାଇବାଟା ସବୁବେଳେ ହୁଁ ହୁଁ ଶୁଣାଯାଏ ଯେମିତି ସେ ଈଶ୍ୱରକୁ କିଛି କହୁଛି ଈଶ୍ୱର ପ୍ରତି ଉତ୍ତରରେ କିଛି କୁହନ୍ତି ସେ ହୁଁ ହାଁ କରେ। ବା ବାଲୋ ଆସୁନୁ ଖାଇବୁ ଏତେ ରାତି ହେଲାଣି ବୋଉ ତତେ ଡାକି ଡାକି ଯାଇଛି ଭାତ ବାଢି ଜଗି ବସିଛି ସେ ଶୀଘ୍ର ଆ। ଚାନ୍ଦିନୀ ବେଢା ତଳେ ଠିଆ ହୋଇ ଗୁଞ୍ଜୁର ଡାକୁଥିଲା। ବାୟା ଶୁଣୁଥିଲା ତା ପୂର୍ବରୁ ଗୁଞ୍ଜୁ ବୋଉର ଡାକ କିନ୍ତୁ ତା ଇଚ୍ଛା ନଥିଲା ଖାଇବାକୁ ପେଟରେ ଦାନା ନ ନେବାକୁ ତା ମନ କହୁଥିଲା। ଗୁଞ୍ଜୁ ଡାକରେ ସେ ଉଠିଲା ଗୁଞ୍ଜୁକୁ ମନା କରିହେବ ନାହିଁ। ଗୁଞ୍ଜୁ ଆଉ କେଇ ଦିନର କୁଣିଆ ଯେ ତା ମନ ଦୁଃଖ କରିଦେବ ସେ। ଗୁଞ୍ଜୁକୁ ଦେଖିଲେ ବାୟାର ପେଟ ଭିତରଟା ମହଣେଇ ଦିଏ ଆଖି ଜକେଇ ଆସେ କୋହରେ ଫାଟି ପଡିଲା ଭଳି ଲାଗେ ତା ଛାତି ମୁଣ୍ଡ। ବାରମ୍ବାର ଠାକୁରଙ୍କୁ ଗାଳି ଦେବାକୁ ଇଚ୍ଛା ହୁଏ। 5ଟି ସନ୍ତାନରେ ଏଇ ଗୋଟିକ ତାର ଗୋରି ସଣ୍ଠଣା ଓ ପାଠରେ ଆଗୁଆ। ବଡ ପୁଅ ପାଠଶାଠ ନ ହେବାରୁ କେଉଁ ଗ୍ୟାରେଜରେ ପଡି ରହିଛି ଇଚ୍ଛା ହେଲେ ଆସୁଛି ମାସକୁ 2 ଥର। ତା ତଳଟା ମଧ୍ୟ ସେଇଠି ଉସୁରୁଛି। ବାକି 3ଟା ଝିଅରୁ ଏଇ ଗୁଞ୍ଜୁ ଗୋଟିଏ ମଝିଆ। ୟାରି ଜନ୍ମ ବେଳକୁ ସାହି ପଡିଶା ତା ଭାରିଜା ରେବାକୁ କହୁଥିଲେ ଏଥର ଗର୍ଭ ବାନ୍ଧେ। 4ଟା ହେଲା 2 ପୁଅ 2 ଝିଅ ଆଉ ଅଧିକ ଏଭଳି ନିଅଣ୍ଟିଆ ଦୁନିଆରେ ଚଳେଇ ପାରିଲେ ଖାତିରି ନଚେତ କଥା କାଟେ ତା ଭାରିଜା କହେ ତମେ ଦଉଛ ନା ନଉଛ ମୋ ପେଟ ଦେହ ମୁହଁକୁ ତମର ଏତେ ଚିନ୍ତା କାହିଁକି ମୁଁ ବେଉଛି ମୁଁ ବସିବି ସବୁ ଉପରବାଲାର ତ ବରାଦ। ସଭିଏ ଚୁପ୍। ଗୁଞ୍ଜୁ ପରେ ଗୋଟିଏ ଝିଅ ଯେତେବେଳେ ହେଲା ତା ଭାରିଜା ରକ୍ତହୀନତା ଯୋଗୁ ମାସେ ଡାକ୍ତରଖାନାରେ ପଡି ରହିଲା। ସେବେଠୁ ଛୁଆଙ୍କ ଲୋଭ ଗଲା କଣ୍ଟା ହୋଇଗଲା ବାୟାର ଭାରିଜା। ବସି ଅନେଇ ରହିଲା ବାୟା ତା ଭାତ ଥାଳିକୁ। ଗୁଞ୍ଜୁ ସେଇଠି ଏପଟ ସେପଟ ହେଉଥାଏ। ବେଳେ ବେଳେ ଥକି ଯାଇ ଧଇଁ ପେଲି ହୋଇ ବସି ପଡେ। ଉଦାସ ଦେଖାଯାଏ ତା ଝାଉଁଳି ପଡିଥିବା ମୁହଁ। ମଠ ହଳଦିଆ ପଡି ଯାଇଥିବା ରଙ୍ଗରେ କେବେଠାରୁ ଗୋରା ରଙ୍ଗଟା ଲୁଚି ସାରିଲାଣି ବାୟା ଅନିଶା କରେ। 5ଟା ଛୁଆରୁ ଏଇ ଗୋଟିଏ ତାର ଚନ୍ଦ୍ର ଉଦିଆ ଥିଲା। ଏଇ କିଛି ମାସ ହେବ ଗ୍ରହଣ ଲାଗିଲା ଭଳି କଳା ପଡିଗଲାଣି। କେବେ ଚଟ୍ କରି ଅମାବାସ୍ୟାର ଅନ୍ଧାରରେ ମିଳେଇଯିବ। ଦୈବ ଦେଇଥିଲା ଦୈବ ନେଇଯିବ। ବାପା ଖାଉନୁ କାହିଁକି ବଡ ଝିଅ କହିଲା। ଲୁହ ଠୋପେ ନିଗିଡି ଆସିଲା ବାୟାର ଆଖିରୁ। ଭାତ ଥାଳିରେ ପଡି ଲୁଚିଗଲା ଲୁହ ବନ୍ଦିକ। ପଚାରିଲା ଗୁଞ୍ଜୁ ଔଷଧ ଖାଇଛି? ରେବା ହଁ କଲା। ତା ମୁହଁଟା ମଧ୍ୟ ଏଇ କିଛି ଦିନ ହେବ ସେଠା ପଡି ଆସିଲାଣି କିନ୍ତୁ ସେ ଡାକ୍ତରଙ୍କ ଉପରେ ନିର୍ଭର କରେ ନାହିଁ। ଦୁନିଆ ପ୍ରକାର ଚେରମୂଳ ଔଷଧ କାଟି ବାଟିକି ସିଝେଇ କଞ୍ଚା ଖୁଉଛି ଗୁଞ୍ଜୁକୁ। କେଡେ କେଡେ ବିମାର ଭଲ ହଉଛି ଏ କ୍ୟାନ୍ସର ବାଦ ପଡିଯିବ କେମିତି? ଡାକ୍ତର କହିଛନ୍ତି ଅଳ୍ପ ଦିନ। କହିଥିଲେ ଆରମ୍ଭରୁ ଯଦି ଜାଣିପାରି ଆଣିଥାନ୍ତ ହୁଏତ କିଛି କରାଯାଇ ପାରିଥାନ୍ତା। କେମିତି କିଏ ଜାଣିଥାନ୍ତେ? ଭଲ ଛୁଆଟା ଖେଳ ବୁଲ କରୁଥିଲା ଖାଉଥିଲା ପିଉଥିଲା। ବଡ ଝିଅ ଗୀତ ଗାଏ ତାଳେ ତାଳେ ଗୁଞ୍ଜୁ ନାଚେ। ଚମକେ ତା ମୁହଁ ଦେହ ଠିକ ଗୁଞ୍ଜୁର ଭଳି ରଙ୍ଗୀନ ଦିଶେ। ସେଇଥିପାଇଁ ତ ତା ଜନ୍ମ ବେଳେ ସେଇ ନାଁ ବାଛିଥିଲା ବାୟା ଗୁଞ୍ଜୁର। ଗୋରା ତକତକ ଦେହରେ ଯେତେବେଳେ ନୂଆ ରଙ୍ଗୀନ ପୋଷାକଟି ପିନ୍ଧେଇ ଦେଇଥିଲା ନବଜନ୍ମିତ ଶିଶୁଟି ଗୁଞ୍ଜୁର ପୋକ ଭଳିଆ ଦିଶୁଥିଲା। ସେଇ ଛୁଆଟା 13 ବର୍ଷ ହେଉଣୁ ଝାଉଁଳି ପଡିଲା ହଠାତସ୍ତ। ଲୋକେ କହିଲେ ଭାଡିଏ ଛୁଆ ଜନ୍ମ କରି ପୋଷି ପାରୁନି ରେବା। ନ ଖାଇ ନ ପିଇ ପିଲାଗୁଡିକ ପାତିଆ ଅଧମା ହୋଇଗଲେଣି। ଅଧିକ ଅଧିକ ଖୁଆଇଲା। ଭଲ ଭଲ ଦରବ ନେଇ ମାଡ଼ିଲା ଗୁଞ୍ଜୁ ମୁହଁରେ କିନ୍ତୁ ଗୁଞ୍ଜୁକୁ ରୁଚିଲା ନାହିଁ। ଝଡିଲା ପବନ ବେଗରେ। ଭୂତ ପିଶାଚିନୀ କି ସାଇ ମାଇପଙ୍କ ଦୃଷ୍ଟିଆ ହୋଇଛି କାଳେ। ଝଡା ଫୁଙ୍କା ଚାଲିଲା ମାସେ। ତାପରେ ବାଧ୍ୟ ହୋଇ ଯାଇଥିଲା ପାଖ ଔଷଧ ଦୋକାନକୁ। କେଇଦିନ ପରେ ଔଷଧ ଦୋକାନୀ କହିଥିଲା ଡାକ୍ତର ଦେଖା ବଡ ଡାକ୍ତରଖାନା।
କିନ୍ତୁ ପଇସା କାହିଁ? ଶେଷରେ ସେଇ ସରକାରୀ ଡାକ୍ତରଖାନାକୁ ନେଲା। କିଛି ଦିନ ପରେ ଜଣା ପଡିଲା ରୋଗ। ସେତେବେଳକୁ ଡାକ୍ତର କହିଲେ ଆଉ ସମୟ ନାହିଁ। ତା ବୋଲି କଣ ରେବା ତାଙ୍କ କଥାରେ ସେ ବିଶ୍ୱାସ ଯିବ? ଈଶ୍ୱରଙ୍କ ଇଚ୍ଛା ନହେଲେ କିଏ ଆସିଲେଣି ନା ଗଲାଣି? ବାଇଆ ଠାକୁରଙ୍କୁ ବିଶ୍ୱାସ ଯେତେ ଛିଣ୍ଡା ହଉଛି ରେବା ସେତେ ଯୋଡୁଛି ଏଇ ଝିଅଟି ପାଇଁ। ଦିନେ ସନ୍ଧ୍ୟା ବେଳଟାରେ ସବୁକିଛି ବିଶ୍ୱାସ ମୁଖ ବାଦ ବିବାଦ ଛିଣ୍ଡାଇ ଗୁଞ୍ଜୁ ଚାଲିଗଲା। ଗୁଞ୍ଜୁର ପାର୍ଥିବ ଶରୀର ଉପରେ ରେବା ରାହ ଧରି ବାହୁନି ବାହୁନି କାନ୍ଦୁଥାଏ। 1.5 ବର୍ଷର ସାନ ଝିଅଟା ସେଇଠି ବସି ଧକେଇ ହେଉଥାଏ। ଦୁଇ ପୁଅଙ୍କ ପାଖକୁ ଖବର ଯାଉଛି ଆସିବେ। ଦିନ ଉଛୁରିରେ ଛୁଆଟା ଯେ ଜୀବ ଗଲା। ସନ୍ଧ୍ୟା ଶୀଘ୍ର ଆସିବ। କିଏ ଆସୁ ନ ଆସୁ ରାତି ସୁଦ୍ଧା ପୋତା କାମଟି ସାରିଲେ କାଲିକୁ ବାସି ମଡ଼ା ହେବ। ସାଇ ସାରା ରାତିରେ ଭୋକିଲା। ସକାଳକୁ ଶବ ରହିଲେ ପୁଣି ଗୋଟିଏ ଦିନ ରୋଷେଇ ବନ୍ଦ ହବ। ସେଇଥିପାଇଁ ଆଖିରୁ ଲୁହ ନ ପୋଛି ବାଇଆ ଏଠୁ ସେଠୁ ଧାଉଁଥାଏ। ବାରିକତାନେ କିଛି ଗୋଟିଏ ଖୋଜୁ ଖୋଜୁ ଡାକ ପକାଉଥାଏ ବାଇଆକୁ। ବାଇଆ କାନରେ କିଛି ବାଜୁ ନଥାଏ। ହଠାତ୍ ତାକୁ ଶୁଭିଲା ବା। ସମଗ୍ର ଶରୀର ଚେତନ ସତ୍ତା ତାର ଥରି ଉଠିଲା। ବୁଲି ବୁଲି ଜକ ଜକ ଆଖିରେ ଦେଖିଲା ଗୁଞ୍ଜୁ ସେମିତି ପଡି ରହିଛି। ମୁହଁ ଫୁଲି ସାରିଲାଣି। ମଳିଛିଆ ଦେଖା ହଉଛି ତା ଗୋରି ମୁହଁଟି। କାନ୍ଦ କାନ୍ଦ ହୋଇ ବଡ ଝିଅ ଚେଷ୍ଟା କରୁଛି ଡାକିବାକୁ ବାପା। କିନ୍ତୁ କୋହ ଚାପରେ ବା ଅକ୍ଷର ଧ୍ୱନି ପରେ ସବୁ ଚାପି ହୋଇ ପଡୁଛି ଝିଅଟିର ଛାତିରେ। ବା ସମ୍ବୋଧନ କେବଳ ଗୁଞ୍ଜୁ ହିଁ କରେ। ପିଲାବେଳେ ଖନି ଦୋଷ ଥିଲା। ବାପା ବଦଳରେ ବା ଡାକେ। ଆଉ ସେଇ ଡାକ ରହିଯାଇଥିଲା ଗୁଞ୍ଜୁର ଶେଷ ନିଶ୍ୱାସ ପର୍ଯ୍ୟନ୍ତ। ବାଇଆକୁ ବା ଧ୍ୱନି ଗୋଟିକ ସମ୍ପୂର୍ଣ୍ଣ ଶବ୍ଦ ଲାଗେ। ବାଇଆ ଟିକେ ଚିଡ଼ି ଯାଇ କହିଲା କାହିଁକି ଡାକୁଛୁ? ସେ ଚାହୁଁନଥିଲା କେହି ତାକୁ ଆଉ ବା ଡାକୁ। ସେ ଅଧିକାର କେବଳ ଗୁଞ୍ଜୁର ଥିଲା। ସମଗ୍ର 2 କି 4ଟି ପଞ୍ଚାୟତରେ ଏ ବା ଡାକ ହୁଏତ ନଥିଲା କିମ୍ବା ରହିବ। ଝିଅଟି କାନ୍ଦ ବନ୍ଦ କରି କହିଲା ଭାଇ ଫୋନ କରିଛି। କହୁଛି ଆସିବା ଡେରି ହବ। ଗାଡି ଆନ୍ଦୋଳନ ଚାଲିଛି। ଆଉ ପ୍ରବଳ ବର୍ଷା ହେଉଛି ସେପଟେ। ବାଇକ୍ ବି ମିଳୁନି। କହୁଛି ପହଞ୍ଚିଲା ବେଳକୁ ରାତି ଅଧ ହୋଇଯିବ। ମୁଣ୍ଡରେ ହାତ ଦେଇ ଥମ୍ କରି ବସି ପଡିଲା ବାଇଆ। ସାଇ ଭାଇରେ ନିଜ ଜାତିର କେହି ନାହିଁ। ଗାଁରେ ଯେଉଁ କେଇଟି ଅଛନ୍ତି ସେମାନେ ବଡ ଲୋକ। କଥା କଥାରେ ଧନରତ୍ନ ହିସାବ କିମ୍ବା ରାଜନୀତିଆ ମୁଣ୍ଡ ଦେଖାଇ ଛୋଟ ଇଙ୍ଗିତ କରୁଥିବା ନିଜ ଜାତିର ଲୋକ। ଝିଅ ଚାଲିଯିବା 2 ଘଣ୍ଟା ହୋଇଗଲାଣି। ଗାଁ ସାରା ଖବର ଖେଳିଥିବ। ତଥାପି ନିଜ ଜାତିର କେହି ଜଣିଏ ମଧ୍ୟ ଆସିଲେ ନାହିଁ। ପୁଅକୁ ପଚାରିଲା କଣ କରିବି? କାନ୍ଧ ଦେବାକୁ ଆଉ 3 ଜଣ ଦରକାର। କେହି ନାହାନ୍ତି। ତୁ କେମିତି ହେଲେ ଆସେ। କାଲିକୁ ମଡ଼ା ରଖି ହବ ନାହିଁ। ପୁଅ ଚୁପ ହୋଇଯିବାର ସେ ବୁଝିଗଲା। 2 ପୁଅ ପାଖରେ ଥିଲେ ଏନେ ଦ୍ୱନ୍ଦ୍ୱ ନଥାନ୍ତା। ଯେତେ ଝଗଡା କରିଥାଉ ପଛେ କାହାକୁ ଗୋଟେ କହି ପଛେ ଯୋଗାଡ କରିଦେଇଥାନ୍ତା। ଏତେ ସାଙ୍ଗସାଥି ଜାତି ହାତୀ ମଧ୍ୟରୁ ଜଣକୁ ତ ମତେଇ ପାରିଥାନ୍ତା। କିନ୍ତୁ ଦୋଷ ତ ପୁଅର। ସବୁବେଳେ ତା ସହିତ ଝଗଡା ଝାଣ୍ଟି କରି ଯେତେ ସେ ବୈରୀ ସଜେଇଛି ତାର ହିସାବ ନାହିଁ। ଏ ପରିସ୍ଥିତିରେ କିଏ ଆସିବ? ରକ୍ତଦାନ, ଧନଦାନ, ସମୟଦାନ କିମ୍ବା ଦାନାଦାନ ଅଲଗା କଥା। ସବୁକୁ ଅନ୍ୟ ଜାତିର କାନ୍ଧ ଦାନ ଅଲଗା କଥା। ରାତି ଅଧରେ ଗାଧାଅ, ଶୁଦ୍ଧି ହୁଅ, ଘିଅ ମହୁ ପାଅ ଅନ୍ୟ ଜାତିରେ ବସି। କର୍ମକାଣ୍ଡରେ ରୁହ, କ୍ଷୀର ହୁଅ, 10 ଦିନ 10 ରାତି ଦିଅ ତା ପାଇଁ। କିଏ କରିବ? ସେଇଥିପାଇଁ ନିଜ ଜାତି ନିଜ ପାଇଁ ଯେତିକି ବଡ ହୁଏ ସେତିକି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହେ। ତେଣେ ନାହକ ବ୍ୟସ୍ତ। ରାତି ଅଧକୁ କିଏ କାହିଁ ବସିବ? ଏଣେ ଶବ ଉଠିଲେ ବାସି ମଡ଼ା ହେଲେ ପରଦିନ ସାଇସାରା ରନ୍ଧାବଢା ବନ୍ଦ। କିଛି ଲୋକ ନେଇ ମଶାଣିରେ ଗାତ ଖୋଳି ସାରି କୋକେଇ ସଜାଡି ଶବ ପାଖରେ ନଡାରେ ନିଆଁ ଭଳିଆ ତିଆରି କରି ଗୋବର ଘଷି ଆଟିକାରେ ରଖୁଥାଏ ସନେଇ ଦବା। ବାରିକ କହୁଥାଏ ଆଉ ଘୋଡେଇ ରହିବା କି? କାଳେ ତା ଜାତିରୁ କେହି ଆସିବେ କାନ୍ଧ ଦେବାକୁ। ସନେଇ କହୁଥାଏ କିଏ ଆସନ୍ତୁ ନ ଆସନ୍ତୁ, ମୁଁ ଅଛି କାନ୍ଧ ଦେବାକୁ। ମୋର ଜାତି ମାରା ହବ ନାହିଁ, ମନେ ରଖ। ସାଇସାରା ଲୋକ ଚୁପଚାପ ଠିଆ ହୋଇ ଦେଖୁଥିଲେ ମରି ପଡିଥିବା ଗୋଟିଏ ଗୋରା ତକତକ ଶରୀର। କାନ୍ଦୁଥିବା ସେ ପଲେ ଛୁଆର ମା, ବାହୁନୁଥିବା 2ଟି ଝିଅ ଓ ଆଖିରୁ ଲୁହ ଖସି ବୋକା ପାଲଟି ଯାଇଥିବା ଗୋଟିଏ ବାପ। କେହି କେହି ଲୁହ ଜକେଇ ଠିଆ ହୋଇଥିଲେ। କେହି ଉପାୟ ଚିନ୍ତା କରୁଥିଲେ ତ କେହି ବାଇଆର ପୁଅ ପାଖକୁ ଫୋନ କରୁଥିଲେ। ବାଇଆ ଉଠିଲା। ବଡ ଝିଅ କହିଲା ଧର ଗୋଟିଏ ପାଖ। କେତେ ଓଜନ ହବ ଛୁଆଟା? ବେମାର ପରେ ତ ଝଡି ଡାଙ୍ଗ ହୋଇଯାଇଛି। ତୁ ଗୋଟେ ପଟ ଧ, ମୁଁ ଗୋଟେ ପଟେ ଧରୁଛି ଶିକା ଝୁଲେଇକି। କିଏ ଆସୁ କି ନ ଆସୁ। ହେ ରେବି, ଆଲୁଅଟା ଆଣେ। ଆଗେ ଆଗେ ଚାଲେ ଶୀଘ୍ର, ପୋତି ଦେଇ ଆସିବା। କେତେ ସମୟ ଯିବ ଯେ? ଶବ ଉଠିଲା। 2ଟି ମଣିଷର 4ଟି ଝୁଲା ହାତରେ। ଦୌଡ଼ି ଆସିଲା ସନେଇ। ଝିଅ ହାତରୁ ଛଡେଇ ନେଲା ପାଖେ। ପଛରେ ରହିଯାଉଥିଲେ କେବଳ ବାଇଆର 1.5 ବର୍ଷର ଝିଅଟା। କେଇଟା ମାଇପ ଧ୍ୟାନ ରଖିବେ ବୋଲି କହିଲେ, କିନ୍ତୁ ରେବା ଛୁଆଟିକୁ କାଖେଇ ନେଲା। ଟର୍ଚ୍ଚ ଆଲୁଅ ପକେଇଲା ରାସ୍ତାକୁ। ନିଶବ୍ଦ ଓ ଜନବହୁଳ ଗାଁ ମଝିଟାରେ ବୁହା ହେଲା ଗୁଞ୍ଜୁର ଶବ। ବାପା ବାପା, ବୋଉ ବୋଉ ଦେଇ ଦେଇ କହି କହି ସେ 1.5 ବର୍ଷର ଝିଅଟା ସେମିତି କାନ୍ଦୁଥାଏ। ବାପା ଶବ୍ଦ ବ୍ୟତୀତ ଅଧିକ କିଛି ଶୁଣିପାରୁ ନଥାଏ ଏ ବାଇଆ। ହୁଏତ ଏଇ ଶବ୍ଦ ତାକୁ ସାରା ଜୀବନ ଶୁଣିବାକୁ ପଡିବ। ବା ଡାକଟା ତ ଲୋପ ପାଇଗଲା ଗୁଞ୍ଜୁ ସହିତ।